ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବନ୍ତଳାଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋବନ୍ଦ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବନ୍ତଳା ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ବନ୍ତଳା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଲଲାଟେନ୍ଦୁ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବନ୍ତଳାର ଡକ୍ଟର ସୌମ୍ୟରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବରେ ଡକ୍ଟର ଇତିଶ୍ରୀ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବନ୍ତଳା ପଞ୍ଚାୟତ ସରପଞ୍ଚ ସମୀର ରାଉତ ଓ ସମିତି ସଭ୍ୟ ସୌମ୍ୟରଞ୍ଜନ ବିଶ୍ୱାଳ ଏବଂ ବନ୍ତଳା ପଞ୍ଚାୟତର ପିଓ ପ୍ରଶାନ୍ତ ଲେଙ୍କା ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଏହି କାର୍ଡ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିବା ସହିତ ଉକ୍ତ ସଭାରେ 25ଟି କାର୍ଡ ବଣ୍ଟନ କରାଯାଇଥିଲା। ପର୍ଯ୍ୟାୟକ୍ରମେ ପରେ ସମସ୍ତେ ଏହି କାର୍ଡ ବଣ୍ଟନ କରାଯିବ ବୋଲି କହିଥିଲେ। ପରିଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। उत्तर प्राथमिक स्वास्थ्य विश्वविद्यालय रूप से और आईसीयू এই যোজনা বঙ্গবন্ধু যোজনা এটা যাতে মিশিକି ଗୋଟେ କମ୍ବୋ କାର୍ଡ କରାଯାଇଛି। এই କାର୍ଡ ମାଧ୍ୟମରେ ଆମର ପ୍ରତି ପରିବାରର ପୁରୁଷମାନଙ୍କୁ 5 ଲକ୍ଷ ଏବଂ ମହିଳାମାନଙ୍କୁ ଅତିରିକ୍ତ 5 ଲକ୍ଷ ମିଶି ମୋଟ 10 ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇବ। ଆଗରୁ ଯୋଉ କାର୍ଡ ଥିଲା ଏବେ ଯୋଉ ଆଗରୁ ଥିଲା ଯୋଉ ବିଏସକେ ୱାଇ କାର୍ଡ, ଏବେ ଯୋଉ କାର୍ଯ୍ୟକ୍ରମ ହେଲା ଆଗରୁ ଗୋଟେ କାର୍ଡ ମିଳୁଥିଲା, ଏବେ କଣ ଏବେ ଦିଟା କାର୍ଡ ମିଳୁଛି। ଗୋଟେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଶିକି ଗୋଟେ କମ୍ବୋ କାର୍ଡ ହେଇଛି। ଯୋଉଟା ଏଥିର ପ୍ରାଧାନ୍ୟ ଏଇଆ ହେଲା ଯେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଆମେ ଓଡିଶାରେ ତାର ସୁବିଧା ପାଇପାରିବା, କିନ୍ତୁ ଏଇଟା ଓଡିଶାରେ ସୀମିତ ନ ରହି ଓଡିଶା ବାହାରେ ମଧ୍ୟ ଯେକୌଣସି ରାଜ୍ୟ ହଉ ବା କେନ୍ଦ୍ରଶାସିତ ଅଞ୍ଚଳ ହଉ ସେଠି ମଧ୍ୟ ଏଇ କାର୍ଡ ଦ୍ୱାରା ଯୋଉ ପ୍ରତିଟି ଜନସାଧାରଣ ମହାପାତ୍ର ମଙ୍ଗଳ ପ୍ରତିନିଧି ଭାରତୀୟ ଏଇ ଯୋଉ ଆମର ନିଶ୍ଚିତ ଭାବରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଆଜିର ଏ ଯେ କାର୍ଯ୍ୟକ୍ରମ ଆୟୁଷ୍ମାନ ଯୋଜନାରେ ଯୋଉ କାର୍ଡଟି ଦିଆଯାଉଛି ନିଶ୍ଚିତ ଭାବରେ ସାଧାରଣ ଜନତାଟି ଉପକାର ପାଇପାରିବ। ଯାହା ପୂର୍ବରୁ ଯୋଉ କାର୍ଡଟି ଥିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ ତାକୁ ଟିକେ ପରିବର୍ତ୍ତନ କରାଯାଇଛି, ଆୟୁଷ୍ମାନ କାର୍ଡ ହେଇଛି। ଏ କାର୍ଡରେ ପ୍ରତି ପରିବାରରେ ସମସ୍ତଙ୍କୁ ଏ କାର୍ଡଟି ପାଇପାରିବେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ମହିଳାମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମ ରହିଛି। ବିଶେଷ କରି ଓଡ଼ିଶା ବାହାରେ ଯୋଉମାନେ ଟ୍ରିଟମେଣ୍ଟ ହେବା ପାଇଁ ଯିବେ ଆୟୁଷ୍ମାନ କାର୍ଡଟା ନିହାତି ସେଠି କାର୍ଯ୍ୟକାରୀ ହେଇପାରିବ। ଏ ଓଡ଼ିଶା ଭିତରେ ଆମର ରହୁଛି ଗୋପବନ୍ଧୁ ଯୋଜନା, ଏ କାର୍ଡଟି ଓଡ଼ିଶା ଭିତରେ ଲାଗୁ ହେଇପାରିବ। ପ୍ରଧାନମନ୍ତ୍ରୀଙ୍କର ଏ କାର୍ଯ୍ୟକ୍ରମ ଅତ୍ୟନ୍ତ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଆଜିର ଦିନଟି ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀଙ୍କୁ ଜନସାଧାରଣଙ୍କ ତରଫରୁ ସମସ୍ତଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି।